ପରିଚୟଟା କ'ଣ? ମୁଁ ହେଲି ଏଇ ମଠର ସନ୍ନ୍ୟାସୀ। ହଁ, ଆପଣ ଦୀର୍ଘ ଦିନ ଧରିକି 86ରୁ ମୁଁ ମଠର ଆସିଛି ଗୃହ ତ୍ୟାଗ କରିକି। ହଁ, ଏଇ ମଠରେ ମୁଁ ଦୀର୍ଘ ଦିନ ଧରିକି ଅଛି। ହଁ, କ'ଣ ଘଟଣା ଘଟିଲା ଆପଣ ଦେଖିବାକୁ ପାଇଲେ? ଘଟଣା ମୁଁ ରାତିରେ ଶୋଇଥିଲି, ଧଡ଼ ଧାଡ଼ ଶବ୍ଦ ହେଲା, ଘର ଭାଙ୍ଗିଗଲେ ଯେମିତି ହୁଡ଼ାହାଡ଼ ଶବ୍ଦ হয় ସେମିତି ଶବ୍ଦ ହେଲା। ହଁ, ଶବ୍ଦ ହେଲା ତ ତାরপরে ସେ ଝିଅଟା ପାଟି କଲା ରାସ୍ତାରେ ଯେ ମହାରାଜ ମହାରାଜ ଘର ପଡ଼ିଗଲା, ଘର ପଡ଼ିଗଲା। ମୁଁ କବାଟ ଖୋଲିକି ଆଇଲି, ଆଇଲେ ତ ଏଇଟା ଧସି ପଡ଼ିছে, ଛାତଟା ଧସି ପଡ଼ିছে। ହଁ, ଆଉ ସେ ଯେ ଘର ଭିତରେ ଯେ ଥିଲା ସେ ବାହାରୁଛି। ହଁ, ଏଇଟା ମୁଁ ଦେଖିଛି, କିନ୍ତୁ ସେ ଆଗରେ ସେପଟେ ବାହାରିକି ସେ ଝିଅଟା ତ କାଢ଼ିଛି। ହଁ, তারপরে সে ফেরি আসিকি আবার মতো পশিছি কিনা সেটা আমি ঠিক জানিনি, কিন্তু সে বাহারুছি দেখলি। হ্যাঁ, কোনো জিনিসপত্র তার দামি জিনিসপত্র ଥିଲା ବୋଧେ নাকি সেটা আমি দেখিছি। সে নিজে কହୁଛି, সে মুহଁରେ নিজে কইলা ମୁଁ কি ହେଲା না পঙ্খাটা পড়িগলা। সে নিজে মুহଁରେ কইছে, সে কথাবার্তা ହେଇନାହାନ୍ତି, তুমি জানিছ? হ্যাঁ, সে হ্যাঁ, না না শুଣ শুଣ শুଣନ୍ତୁ, সে নিজ মুহଁରେ কইছে, নিজ মুহଁରେ কইলা। ମୁଁ କହିଲି କ'ଣ ହେଇଛି না পঙ্খাটা পড়িগলা। হ্যাঁ, তা পড়িগলা কি না 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 তারপরে 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 ତାଙ୍କର ଗ୍ୟାସ୍ ସିଲିଣ୍ଡର ଭିତରେ ଥିଲା ଦୁଇଟା। ହଁ, ଦୁଇଟା କିଛି ହେଇନି, କିନ୍ତୁ ସେ କହିଲା ଯେ ମୁଁ ରୋଷେଇ କରୁଥିଲି। ସେ ରୋଷେଇ କରୁଥିଲା, କହିଲା ନିଆଁଟା ମୋର ଲାଗିଗଲା। ହଁ, ତାରପରେ ଆଉ ସେ କଥା କହିଲାନି, ମୋର ଜଳୁଛି ହଁ, ମୋତେ ନେଇଯାଆନ୍ତୁ। ହଁ, ମୁଁ ନେଇଯାଆନ୍ତୁ ହସ୍ପିଟାଲକୁ। ତାରପରେ ସେ ଆମ ମଠର ଲୋକ କାହାରିକୁ ନ କହିକି ସେ ରାୟବାବୁ ଘରରେ ଯାଇକି କହିଲେ ବାଢ଼େଇଲା ଯେ ଆଜ୍ଞା ମୋତେ ଟିକେ ହସ୍ପିଟାଲ ନେଇଯାଆନ୍ତୁ, ଟିକେ ଫୋନ୍ କରନ୍ତୁ। ହଁ, ସେ ଏଇ ଆମ୍ବୁଲାନ୍ସକୁ ଫୋନ୍ କରିଦେଲା। ପରିଚୟଟା କ'ଣ? ମୁଁ ହେଲି ଏଇ ମଠର ସନ୍ନ୍ୟାସୀ। ହଁ, ଆପଣ ଦୀର୍ଘ ଦିନ ଧରିକି 86ରୁ ମୁଁ ମଠର ଆସିଛି ଗୃହ ତ୍ୟାଗ କରିକି। ହଁ, ଏଇ ମଠରେ ମୁଁ ଦୀର୍ଘ ଦିନ ଧରିକି ଅଛି। ହଁ, କ'ଣ ଘଟଣା ଘଟିଲା ଆପଣ ଦେଖିବାକୁ ପାଇଲେ? ঘটনা ମୁଁ রাত্রে শোইଥିଲି, ধড় ধাড় শব্দ ହେଲା, ঘর ভাঙ্গিগলে যেମିତି ହୁଡ଼ାହାଡ଼ শব্দ হয় সেମିତି শব্দ ହେଲା। হ্যাঁ, শব্দ ହେଲା ତ তারপরে সে ঝিଅটা পাটি কলা রাস্তারে যে মহারাজ মহারাজ ঘর পড়িগলা, ঘর পড়িগলা। ମୁଁ কবাট ଖୋଲିକି ଆଇଲି, ଆଇଲେ ତ ଏଇଟା ଧସି ପଡ଼ିছে, ଛାତଟା ଧସି ପଡ଼ିছে। হ্যাঁ, আর সে যে ঘর ভিতরে যে ଥିଲା সে ବାହାରୁଛି। হ্যাঁ, এটা ମୁଁ ଦେଖିଛି, କିନ୍ତୁ ସେ ଆଗରେ ସେପଟେ ବାହାରିକି ସେ ଝିଅଟା ତ କାଢ଼ିଛି। হ্যাঁ, তারপরে সে ফেরি আসিকি আবার মতো পশিছি কিনা সেটা আমি ঠিক জানিনি, কিন্তু সে বাহারুছি দেখলি। হ্যাঁ, কোনো জিনিসপত্র তার দামি জিনিসপত্র ଥିଲା ବୋଧେ নাকি সেটা আমি ଦେଖିছি। সে ନିଜେ କହୁଛି, ସେ ମୁହଁରେ ନିଜେ କହିଲା ମୁଁ কি ହେଲା ନା ପଙ୍ଖାଟା ପଡ଼ିଗଲା। ସେ ନିଜେ ମୁହଁରେ କହିছে, ସେ কথাবার্তা ହେଇନାହାନ୍ତି, তুমি জানিছ? হ্যাঁ, হ্যাঁ, না না শুଣ ଶୁଣନ୍ତୁ, ସେ ନିଜ ମୁହଁରେ କହିছে, ନିଜ ମୁହଁରେ କହିଲା। ମୁଁ କହିଲି କ'ଣ ହେଇଛି ନା ପଙ୍ଖାଟା ପଡ଼ିଗଲା। হ্যাঁ, তা পড়িগলা কি না 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 তারপরে 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 ତାଙ୍କର ଗ୍ୟାସ୍ ସିଲିଣ୍ଡର ଭିତରେ ଥିଲା ଦୁଇଟା। ହଁ, ଦୁଇଟା କିଛି ହେଇନି, କିନ୍ତୁ ସେ କହିଲା ଯେ ମୁଁ ରୋଷେଇ କରୁଥିଲି। ସେ ରୋଷେଇ କରୁଥିଲା, କହିଲା ନିଆଁଟା ମୋର ଲାଗିଗଲା। ହଁ, ତାରପରେ ଆଉ ସେ କଥା କହିଲାନି, ମୋର ଜଳୁଛି ହଁ, ମୋତେ ନେଇଯାଆନ୍ତୁ। ହଁ, ମୁଁ ନେଇଯାଆନ୍ତୁ ହସ୍ପିଟାଲକୁ। ତାରପରେ ସେ ଆମ ମଠର ଲୋକ କାହାରିକୁ ନ କହିକି ସେ ରାୟବାବୁ ଘରରେ ଯାଇକି କହିଲେ ବାଢ଼େଇଲା ଯେ ଆଜ୍ଞା ମୋତେ ଟିକେ ହସ୍ପିଟାଲ ନେଇଯାଆନ୍ତୁ, ଟିକେ ଫୋନ୍ କରନ୍ତୁ। ହଁ, ସେ ଏଇ ଆମ୍ବୁଲାନ୍ସକୁ ଫୋନ୍ କରିଦେଲା। ପରିଚୟଟା କ'ଣ? ମୋ ନାଁ ଗୌରାଣୀ ହାତୀ। ଗୌରାଣୀ ହାତୀ।
କ'ଣ ଘଟଣା ଘଟିଥିଲା ଆମେ କିଛି ଦେଖିନୁ। ଆମେ ଆସିକି ଦେଖିଲା ବେଳକୁ ମୋତେ ଯେମିତି ଦେଖିଦେଲୁ ଆମେ ସେପଟ ଏମିତି ହେଇଛି ବୋଲି ମୋତେ ମାଧବପୁରକୁ କହିଲେ ଟିକେ ଦେଖି ଆସିବ ଯା ସଖା ମହାରାଜା ଘର କ'ଣ ହେଇଛି। ମୁଁ ଯାଇକି ଦୌଡ଼ିକି ସେପଟେ ଦେଖିଲା ବେଳକୁ ଏମିତି ଭାଙ୍ଗି ହେଇଛି। ବୋଲି ଭଗବାନ ଛାତ କ'ଣ ଗଳି ପଡ଼ିଛି ଏମିତି ବୋଲି ଏଇଠି ଯେଉଁମାନେ ଠିଆ ହେଇଥିଲେ ମହାରାଜା କ'ଣ ହେଲା କ'ଣ ଅବସ୍ଥା ହେଇଛି ତାଙ୍କର ନା ତାକୁ ହସ୍ପିଟାଲ ନେଇଗଲେଣି ସେ ପୋଡ଼ି ଯାଇଛନ୍ତି। ଏଠି ପୋଡ଼ିଗଲା କେମିତିକା ଏଇ ମାତ୍ର କଥା। ମହାରାଜା ପୁରା ପୋଡ଼ି ଯାଇଛନ୍ତି 90% ପୋଡ଼ି ଯାଇଛନ୍ତି। ବଞ୍ଚିବାର ଆଶା 10% ବି ନାହିଁ। ଘଟଣା କେତେବେଳକୁ ଘଟିଲା ସେଇଟା ମୁଁ କହିପାରିବିନି ତାଙ୍କର ଗୋଟେ ରାତିରେ ଘଟିଛି କି 2ଟା ରାତିରେ ଘଟିଛି କି 3ଟା ରାତି। ଆମେ ତ ଆସିଲୁ 4ଟା 40ରେ। ତା ପୂର୍ବରୁ ଘଟିଛି କି କ'ଣ ହେଇଛି ସେ ଜାଣିଥିବେ। ଯେଉଁମାନେ ଏଠି ଅଛନ୍ତି ସେମାନେ ଜାଣିଥିବେ ଆମେ କ'ଣ ଜାଣିଛୁ। ଆମେ ଆସୁ 4ଟା 45ରେ ହୁଏ ଆଳତି। ଆମେ 4ଟା 45ରେ ଆସୁ ପ୍ରତିଦିନ ଆସୁ ଆମେ 4ଟା। ମୁଁ କିନ୍ତୁ 2 ଦିନ ହେଲା ଆସୁନି ବର୍ଷା ହେଉଛି ବୋଲି ମୁଁ 6ଟା ବେଳେ ପହଞ୍ଚି। ଆଜି ବି ସେଇ 6ଟା ବେଳକୁ ପହଞ୍ଚିଥିଲି। ଆସି କ'ଣ ଦେଖିବୁ ଭାଗବତ ପଢ଼ନ୍ତି ମହାରାଜା ଟିକେ ଆସିଲା ବେଳେ ସେ ଭଙ୍ଗା ହେଇଥିଲା ସେମିତି ଭଙ୍ଗା ହେଇଛି ସେମିତି ପଡ଼ିଛି। ଲୋକମାନେ କ'ଣ କହୁଛନ୍ତି ତଥାପି ଲୋକମାନେ ଆଉ କେହି କିଛି କହୁନାହାନ୍ତି ଆମେ କାହାକୁ ପଚାରୁନୁ। କହୁଛନ୍ତି ତ କିଏ କହୁଛି ଏଇଟା କେମିତି ଭାବୁଛନ୍ତି ଆପଣ ଦେଖୁନାହାନ୍ତି। ଆପଣ ଜାଣନ୍ତୁ କେମିତି ଅବସ୍ଥା ହେଇଛି କେମିତି ଲୋକଟା ପୋଡ଼ିଗଲା କି ହିସାବରେ ପୋଡ଼ିଗଲା। ଡକ୍ଟର ଜାଣିଥିବ କ'ଣ ପୋଡ଼ା ଇଏ ନିଆଁ ପୋଡ଼ା ନା ପାଣି ପୋଡ଼ା ନା କ'ଣ ପୋଡ଼ା ଡକ୍ଟର ନିଶ୍ଚୟ ଜାଣିଥିବ। ମୁଁ ତ କିଛି ଦେଖିନି ଆଉ କେମିତି ଯା କହିବି। କ'ଣ ତାଙ୍କର କିଏ ତା'ର ଆକ୍ରୋଶ ନେଇକି କରିଛି କି ତାକୁ ମାରିବ ବୋଲି କରିଛି କି କ'ଣ କରିଛି ସେ ଜାଣିଥିବ। ଲାଭଟା ତା'ର କ'ଣ ତା'ର କିଛି ୱିକନେସ୍ ଥିବ। ଯିଏ ଏମିତି କରିଛି ତା'ର କିଛି ୱିକନେସ୍ ତା ଉପରେ ଥିବ। ସେଇଥିପାଇଁ ତା ମୁହଁଟାକୁ ବନ୍ଦ କରିବ ବୋଲି ଏହା କରିଛି ଆଉ କ'ଣ ଅଛି। ମଠ ଜାଗାକୁ ନେଇକିରି ମଠ ମନ୍ଦିରକୁ ନେଇକିରି କେମିତି ଜାଣିବୁ ଆମେ ସେଇଟା ମୁଁ କହିପାରିବିନି। ସେଇଟା ନା ହେଲେନପତି। ନା ନା ଆମେ ଏମିତି ଆସୁ ମଠକୁ ଆସୁ ଏମିତି। ଆମେ ତ କିଛି ଜାଣିନୁ କିନ୍ତୁ ଆମେ ଯେତେଦୂର ଜାଣୁଛୁ ସେପଟେ ଯେଉଁ ମହାରାଜ ରହୁଛନ୍ତି 2 ଜଣ ତାଙ୍କର ଯୋଗୁଁ ମଠରେ ବେଶୀ ଗଣ୍ଡଗୋଳ ହେଉଛି। ସେ ମହାରାଜ 6-7 ମାସ ହେଲେ ଆସିଲେଣି ତାଙ୍କ ଯୋଗୁଁ ବେଶୀ ହେଉଛି। ତାଙ୍କ ଯୋଗୁଁ ଆମ ପୂଜାରୀ ପ୍ରମୁଖ ତାଲା ଭଙ୍ଗା ହେଲା ସିସି କ୍ୟାମେରା ତାଙ୍କୁ ସବୁ ଭାଙ୍ଗିଦେଲେ। ସେ ମହାରାଜ ବେଶୀ କରୁଛନ୍ତି ଆସିକି ସିଏ ତ ଗଣ୍ଡଗୋଳ କରୁଛନ୍ତି ଏଠି ଆସିକି ଆଉ ତାଙ୍କୁ ବି ସିଏ ମାରିଛନ୍ତି। ତାଙ୍କ ସାଙ୍ଗରେ ତାଙ୍କର ସମ୍ପର୍କ ଭଲ ଥିଲା ସେ ଯେମିତି ଦୂରେଇ ଆସିଲେ ଏମିତି ଆଗରୁ ଏମିତି ଗଣ୍ଡଗୋଳ ହେଲା ଦୂରେଇ ଆସିଲେ ଏମିତି ତାପରେ ସେ ଭାବିଲେ ତ ଇଏ ସବୁ ସତ କଥା କହିଦେବେ ମହାରାଜ ତାଙ୍କୁ ଆମେ କେମିତି ମାରିଦେବୁ ସେଇଥିପାଇଁ ତାଙ୍କୁ ମାରିଛନ୍ତି ସେମାନେ। ସେଇ ମହାରାଜ ସେପଟେ ବି ଅଛନ୍ତି ସେଇ। ଆମେ ସେ କଥା କହିପାରିବୁନି କ'ଣ କରିଥିବେ ବୋଲି ଘର ଭୁଷୁଡ଼ି ପଡ଼ିଲା ଆମେ ଜାଣିନୁ। ଅନୁମାନ ଜାଣିଛୁ ସେ ମହାରାଜ ମାରିଛନ୍ତି ଏମିତି କରି ଆମେ କହିବୁ କିନ୍ତୁ ସେଇ ମହାରାଜ 2 ଜଣ ତାଙ୍କୁ ମାରିଛନ୍ତି। ସେ କଥା ମୁଁ କହିପାରିବିନି ଆମ ମହାରାଜ ଦେଇଥିବେ କହିପାରିବିନି ସେ କଥା। ନିକଞ୍ଚନ ମହାରାଜ ତା ନା ତ୍ରିଦଣ୍ଡୀ ମହାରାଜ। ଆଜ୍ଞା ପୋଲିସ ଯଦି ସେମିତି ତଦନ୍ତ କରିବେ ତାହେଲେ ଧରା ପଡ଼ିବେ। ତାଙ୍କୁ କିନ୍ତୁ ବାନ୍ଧିକି ନେଲେ ଧରା ପଡ଼ିବେ ସେ ମହାରାଜକୁ ସେ ସତ ମାନିବେ ନା ତାପରେ ତାକୁ କ'ଣ ହେଇପାରିବ। ଆଜି ସେ ମହାରାଜ ହେଲା କାଲି ପୂଜାରୀ ପ୍ରମୁଖ ହେବ ଆଉ ମହାରାଜଙ୍କର ହେବ ସମସ୍ତଙ୍କର ଏମିତି କରିବେ। କିନ୍ତୁ ତାଙ୍କୁ ଏଠି କିନ୍ତୁ ମଠରୁ ବାହାର କରନ୍ତୁ ସେ କେବେ ଯାଉନାହାନ୍ତି ଏଠି କି କ'ଣ ଭକ୍ତ ସାହସ କରି କିଛି କହିପାରୁନାହାନ୍ତି।